ଶନିଦେବ ଏବଂ ରାଜା ବିକ୍ରମାଦିତ୍ୟଙ୍କ କାହାଣୀ। ଯେଉଁ ବି ସ୍ତ୍ରୀ ବା ପୁରୁଷ ନିଜ ଶନିଦେବଙ୍କ କାହାଣୀ ପଢ଼ନ୍ତି କିମ୍ବା ଏହାକୁ ଶୁଣନ୍ତି, ତାଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ ଏବଂ ସେ ଦୁନିଆର ସମସ୍ତ ସୁଖ ପ୍ରାପ୍ତ କରନ୍ତି। ଏହା ଏକ ପ୍ରାଚୀନ କାଳର ବିଷୟ। ଏକଦା ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ ଏବଂ କେତୁ ଯଥାର୍ଥ ନବଗ୍ରହ ଗୋଟିଏ ସ୍ଥାନରେ ଏକାଠି ହୋଇ ସେମାନଙ୍କ ମଧ୍ୟରେ କିଏ ସବୁଠାରୁ ବଡ଼ ଏବଂ ସର୍ବୋତ୍ତମ ବୋଲି ଯୁକ୍ତି ତର୍କ କରିବା ଆରମ୍ଭ କରିଦେଲେ। ସମସ୍ତେ ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିଲେ, କେହି ବି ନିଜକୁ ଛୋଟ ଶୁଣିବାକୁ ପସନ୍ଦ କରୁନଥିଲେ। ଅନେକ ଯୁକ୍ତି ପରେ ମଧ୍ୟ ସେତେବେଳେ କୌଣସି ନିଷ୍ପତ୍ତି ହୋଇପାରିଲା ନାହିଁ। ସମସ୍ତ ଗ୍ରହ ମିଶି ଦେବରାଜ ଇନ୍ଦ୍ର ନିକଟକୁ ଯାଇ କହିଲେ, ହେ ଦେବରାଜ ଇନ୍ଦ୍ର, ଆପଣ ସମସ୍ତେ ଦେବତାମାନଙ୍କର ରାଜା। ଆମ ମଧ୍ୟରେ କିଏ ସବୁଠାରୁ ବଡ଼, ସେହି କଥାକୁ ନେଇ ଯୁକ୍ତିତର୍କ ଚାଲିଛି। ଏଣୁ ଆପଣ ଏହାକୁ ସ୍ଥିର କରନ୍ତୁ ଯେ ପ୍ରକୃତରେ କିଏ ବଡ଼। ରାଜା ଇନ୍ଦ୍ର ସବୁ କଥା ଶୁଣିବା ପରେ ତୁରନ୍ତ ବୁଝିଗଲେ, କିନ୍ତୁ ସେ କୌଣସି ଉତ୍ତର ଦେଇନଥିଲେ ଏବଂ ଏହି ଘଟଣାକୁ ଏଡ଼ାଇବାକୁ ଚେଷ୍ଟା କରିଦେଲେ। ମୋର ଏତେ ସାମର୍ଥ୍ୟ ନାହିଁ କି ମୁଁ କିଏ ବଡ଼ କିଏ ଛୋଟ ତାହାର ନିଷ୍ପତ୍ତି କରିପାରିବି। ଏ ବାବଦରେ ମୁଁ କିଛି କହିପାରିବି ନାହିଁ, କିନ୍ତୁ ଏହାର ସମାଧାନ ଗୋଟିଏ ଉପାୟରେ ଅଛି। ବର୍ତ୍ତମାନ ପୃଥିବୀର ଲୋକରେ ଉଜ୍ଜୟିନ ରାଜ୍ୟରେ ଜଣେ ରାଜା ଅଛନ୍ତି, ରାଜା ବିକ୍ରମାଦିତ୍ୟ, ଯିଏ ଜଣେ ନ୍ୟାୟବାନ ରାଜା ଅଟନ୍ତି। ଆପଣ ସମସ୍ତେ ତାଙ୍କ ନିକଟକୁ ଯାଆନ୍ତୁ। ମୁଁ ଆପଣଙ୍କର ପ୍ରତି ନ୍ୟାୟ ଦେବାରେ ଅସମର୍ଥ, କିନ୍ତୁ ରାଜା ବିକ୍ରମାଦିତ୍ୟଙ୍କ ନିଶ୍ଚିତ ଭାବରେ ନ୍ୟାୟ କରିବେ। ଦେବରାଜ ଇନ୍ଦ୍ର ଏହି କଥା ଶୁଣି ସମସ୍ତ ଗ୍ରହ ପୃଥିବୀ ଲୋକକୁ ଯାଇ ରାଜା ବିକ୍ରମାଦିତ୍ୟଙ୍କ ଦରବାରକୁ ଗଲେ ଏବଂ ନିଜ ସମସ୍ୟା ବିଷୟରେ ଜଣାଇଲେ। ରାଜା ବିକ୍ରମାଦିତ୍ୟ ତାଙ୍କ କଥା ଶୁଣିବା ପରେ ଅତ୍ୟଧିକ ଚିନ୍ତିତ ହେଲେ। ସେ ତୁରନ୍ତ କୌଣସି ସମାଧାନର ବିଷୟରେ ଚିନ୍ତା କରିପାରିଲେ ନାହିଁ। ସେ ଶାନ୍ତି ରହିଲେ ଏବଂ ମନେ ମନେ ଭାବୁଥିଲେ ଯେ ଏହି ସମସ୍ତ ଗ୍ରହମାନଙ୍କ ମଧ୍ୟରୁ କାହାକୁ ବଡ଼ ଏବଂ କାହାକୁ ଛୋଟ କରିବି। ଯାହାକୁ ଛୋଟ କରିବି ସେ ମୋ ଉପରେ କ୍ରୋଧ କରିବେ। ସେମାନେ ନ୍ୟାୟ ପାଇଁ ମୋ ପାଖକୁ ଆସିଛନ୍ତି, ତେଣୁ ମୋତେ ନ୍ୟାୟ କରିବାକୁ ପଡ଼ିବ। କିପରି ନ୍ୟାୟ କରିବାକୁ ହେବ, ଶାନ୍ତ ମନ ସହିତ ଚିନ୍ତା କରିବା ପରେ ମଣିଷର ମନ ତ ତେଣୁ ଗୋଟାଏ ଉପାୟରେ ଆସିଗଲା। ଫଳସ୍ୱରୂପ ସେ 9ଟି ଧାତୁ ଯଥା ସୁନା, ରୂପା, କଂସା, ପିତ୍ତଳ, ସୀସା, ଜିଙ୍କ, ଟିଣ, ପତ୍ର ଏବଂ ଲୁହାରେ 9ଟି ସିଂହାସନ ତିଆରି କରିଦେଲେ ଏବଂ ସେହି ସମସ୍ତ ସିଂହାସନ ଗୁଡ଼ିକୁ ନିଜ ରାଜା ସଭା ପରେ ଏମିତି ସଜାଇ ରଖିଦେଲେ ଯେ ପରିକି ସୁନା ସିଂହାସନ ସବୁଠାରୁ ଆଗରେ ଥିଲା ଏବଂ ଲୁହାର ସିଂହାସନ ପଛରେ ଥିଲା। ଏହାପରେ ରାଜା ତାଙ୍କ ଜ୍ୟୋତିଷକୁ ଡାକିଲେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ଯେଉଁ ଗ୍ରହମାନଙ୍କୁ କେଉଁ ଧାତୁ ଦିଆଯାଇଛି, ସେହି କ୍ରମରେ ସେହି ଧାତୁ ବର୍ଣ୍ଣିତ ସିଂହାସନରେ ବସାଇବା ପାଇଁ ପ୍ରାର୍ଥନା କରିବା ପାଇଁ ଆବେଦନ କଲେ। ଏହିପରେ ସର୍ବୋତ୍ତମ ଏହି ସର୍ବପ୍ରଥମେ ଥିବା ସୁନା ନିର୍ମିତ ସିଂହାସନ ସୂର୍ଯ୍ୟଙ୍କୁ, ରୂପା ସିଂହାସନ ଚନ୍ଦ୍ରକୁ ଏବଂ ବାକି ଧାତୁ ସିଂହାସନ ଅନ୍ୟ ଗ୍ରହମାନଙ୍କୁ ବସିବାକୁ ଦିଆଗଲା। ଶେଷରେ ଲୁହାରେ ତିଆରି ସିଂହାସନ ଯାହା ସବୁଠାରୁ ପଛରେ ଥିଲା, ତାହା ଶନିଦେବଙ୍କୁ ବସିବାକୁ ଦିଆଗଲା। ରାଜା ବିକ୍ରମାଦିତ୍ୟଙ୍କ ଏହି ପ୍ରକାରର ବ୍ୟବହାରକୁ ଶନିଦେବ ନିଜର ଅପମାନ ବୋଲି ବିଚାର କରି କ୍ରୋଧରେ ଲାଲ ହୋଇଗଲେ। ତାଙ୍କର ଭୁଲତାକୁ ବଙ୍କା ହୋଇଗଲା, ପୁରା ଶରୀର କ୍ରୋଧରେ ଜର୍ଜରିତ ହୋଇଗଲା। ଏହା ଉପରେ ସେ ଚିତ୍କାର କରି କହିଲେ, ହେ ମୂର୍ଖ ରାଜା, ତୁମେ ମୋର ଶକ୍ତି ଓ ପରାକ୍ରମ ବିଷୟରେ ଜାଣିନାହଁ। ବୋଧେ ମୁଁ ସୂର୍ଯ୍ୟ ଗୋଟିଏ ରାତିରେ କୋଟିଏ ମାସ, ଚନ୍ଦ୍ରମା 2 ଦିନ ଅଧା, ମଙ୍ଗଳ ଗ୍ରହ 1.5 ମାସ, ବୃହସ୍ପତି 13 ମାସ, ବୁଧ ଏବଂ ଶୁକ୍ର ଗୋଟିଏ ମାସ ଏବଂ ରାହୁ ଓ କେତୁ ଓଲଟା ଗତି କରିବା ବେଳେ ଅଟଳ
ମାସ ପାଇଁ ଗୋଟିଏ ରାଶିରେ ରହିଥାନ୍ତି, କିନ୍ତୁ ମୁଁ ଗୋଟିଏ ରାଶିରେ 2.5 ବର୍ଷ ବା 2.5-7 ବର୍ଷ ପର୍ଯ୍ୟନ୍ତ ରହେ। ବଡ଼ ବଡ଼ ଦେବତାମାନଙ୍କୁ ମୁଁ ପ୍ରବଳ କଷ୍ଟ ଓ ଯନ୍ତ୍ରଣା ଦେଇଛି। ରାଜନ ସାବଧାନ, ତାର ସହ ମୋ କଥା ଶୁଣ। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ଯେତେବେଳେ ତାଙ୍କର ଶନି ଆସିଲା, ସେତେବେଳେ ତାଙ୍କୁ ରାଜ୍ୟ ତ୍ୟାଗ କରିବାକୁ ବରଣକୁ ଯିବାକୁ ପଡ଼ିଲା। ସେତେବେଳେ ରାବଣଙ୍କୁ ଶନି ଆସିଲା। ରାମ ଏବଂ ଲକ୍ଷ୍ମଣ ଲଙ୍କା ଉପରେ ଆକ୍ରମଣ କରିଥିଲେ। ତାଙ୍କ ଉପରେ ସୁବର୍ଣ୍ଣ ଲଙ୍କା ଜଳିଗଲା। ରାବଣ ଓ ତାଙ୍କ ପରିବାର ଧ୍ୱଂସ ହୋଇଗଲା। ମହାରାଜ, ବର୍ତ୍ତମାନ ତୁମେ ମଧ୍ୟ ସାବଧାନ ରୁହ। ବିକ୍ରମାଦିତ୍ୟ ଏହା ଶୁଣି କିଛି ସମୟ ଶନିଦେବଙ୍କୁ ମୋହ, ଜ୍ଞାନ ଏବଂ ଚତୁରତା ଅନୁଯାୟୀ ଯାହା ଉଚିତ ମନେ ହେଲା ମୁଁ ତାହା କହୁଛି। ବର୍ତ୍ତମାନ ଯାହା ଘଟିବ ତାହା ମଧ୍ୟ ଦେଖାଇବେ। ମୁଁ ଆପଣଙ୍କର ଧମକକୁ ଭୟ କରୁନାହିଁ। ମୋର ଭାଗ୍ୟ ଅନୁଯାୟୀ ଫଳ ମୋତେ ଭୋଗିବାକୁ ପଡ଼ିବ, ସେ ଭଲ ହେଉ କି ଖରାପ। ରାଜାଙ୍କ ନ୍ୟାୟ ଶୁଣିବା ପରେ ସମସ୍ତ ଗ୍ରହ ଖୁସିରେ ସ୍ଥାନ ଛାଡ଼ି ଚାଲିଗଲେ, କିନ୍ତୁ ଶନିଦେବ କ୍ରୋଧରେ ହୋଇ ବାହାରକୁ ଗଲେ। କିଛି ସମୟ ଏହିପରି ଅତିକ୍ରମ ହୋଇଗଲା, କିନ୍ତୁ କିଛି ସମୟ ପରେ ରାଜା ବିକ୍ରମାଦିତ୍ୟ ରାଶିରେ ଶନି ପ୍ରବେଶ କଲା ଏବଂ ଶନିଦେବ ତାଙ୍କର ପ୍ରଭାବ ଦେଖାଇବା ଆରମ୍ଭ କଲେ। ଶନିଦେବ ଜଣେ ଘୋଡ଼ା ବ୍ୟବସାୟୀର ରୂପ ନେଇ ଅନେକ ସୁନ୍ଦର ଘୋଡ଼ା ସାଙ୍ଗରେ ନେଇ ରାଜା ବିକ୍ରମାଦିତ୍ୟଙ୍କ ରାଜଧାନୀ ଉଚ୍ଛରେ ପହଞ୍ଚିଲେ। ଯେତେବେଳେ ଘୋଡ଼ା ବ୍ୟବସାୟୀର ଆଗମନ ବିଷୟରେ ରାଜା ଶୁଣିଲେ, ସେ ତାଙ୍କର ଆଶ୍ୱପାଳକୁ ଡାକି କିଛି ସୁନ୍ଦର ଏବଂ ଶକ୍ତିଶାଳୀ ଘୋଡ଼ା କିଣିବାକୁ କହିଲେ। ଘୋଡ଼ାମାନେ ବହୁତ ସୁନ୍ଦର ଏବଂ ଶକ୍ତିଶାଳୀ ଥିଲେ। ବ୍ୟବସାୟୀ ଠାରୁ ସେମାନଙ୍କର ମୂଲ୍ୟ ଶୁଣି ଅଶ୍ୱପାଳ ଅତ୍ୟନ୍ତ ପାର୍ଶ୍ୱଳ୍ୟ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ରାଜାଙ୍କୁ ଜଣାଇଲା। ଅଶ୍ୱପାଳ କଥା ଶୁଣି ରାଜା ଘୋଡ଼ାମାନଙ୍କୁ ଦେଖିବାକୁ ଗଲେ ଏବଂ ଘୋଡ଼ା ସୁସ୍ଥ ଓ ସୁନ୍ଦର ଘୋଡ଼ା ଦେଖି ତା ଉପରେ ସେ ସବାରି ପାଇଁ ଚଢ଼ିଗଲେ। ରାଜା ଘୋଡ଼ା ଚଢ଼ି ମାତ୍ରେ ଘୋଡ଼ା ଦ୍ରୁତ ଗତିରେ ଦୌଡ଼ିବା ଆରମ୍ଭ କଲା। ତା ଉପରେ ଘୋଡ଼ା ରାଜାଙ୍କୁ ନେଇ ଏକ ଘଞ୍ଚ ଜଙ୍ଗଲରେ ପହଞ୍ଚିଲା ଏବଂ ସେଠାରେ ରାଜା ବିକ୍ରମାଦିତ୍ୟଙ୍କୁ ତାଙ୍କ ପିଠିରୁ ତଳେ କଚାଡ଼ି ଦେଲା ଅଦୃଶ୍ୟ ହୋଇଗଲା। ଏହା ଉପରେ ମହାରାଜ ଭୋକିଲା ଓ ଶୋଷିଲା ଜନଶୂନ୍ୟ ଜଙ୍ଗଲରେ ଏଣେ ତେଣେ ବୁଲିବାକୁ ଲାଗିଲେ। ରାଜାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିଲା। ବହୁତ ସମୟ ବୁଲିବା ପରେ ରାଜା ଜଣେ ଗାଈଆଳକୁ ଦେଖିଲେ। ରାଜାଙ୍କର ଅନୁରୋଧ କ୍ରମେ ସେହି ବ୍ୟକ୍ତି ଶୋଷିଲା ରାଜାଙ୍କୁ ଜଳ ଦେଲା ଏବଂ ତାଙ୍କୁ ସେହି ସ୍ଥାନ ନିକଟରେ ଥିବା ଏକ ନଗରକୁ ରାସ୍ତା ମଧ୍ୟ ଦେଖାଇଲା। ସେତେବେଳେ ରାଜାଙ୍କର ଆଙ୍ଗୁଠିରେ ଗୋଟିଏ ମୁଦି ଥିବା ରାଜା ଖୁସି ହୋଇ ଗାଈଆଳକୁ ସେହି ମୁଦିଟିକୁ ଦେଲେ ଏବଂ ପରେ ନଗର ଆଡ଼କୁ ଗଲେ। ରାଜା ନଗରରେ ପହଞ୍ଚି ଜଣେ ସାହୁକାର ବ୍ୟବସାୟୀଙ୍କ ଦୋକାନକୁ ଆଗରେ ଯାଇ ବସିଥିଲେ। ରାଜା ନିଜକୁ ଉଚ୍ଚେଜନା ବାସିନ୍ଦା ବୋଲି ପ୍ରକାଶ କଲେ ଏବଂ ନିଜ ନାମ କି ବୋଲି ମନେକରି ତାଙ୍କୁ ପାଣି ପିଇବାକୁ ଦେଲେ। ଭାଗ୍ୟ ଭବିଷ୍ୟତ ସେଦିନ ବ୍ୟବସାୟୀଙ୍କ ବିକ୍ରୟ ପୂର୍ବ ଦିନ ଅପେକ୍ଷା ଅଧିକ ଥିଲା। ତାପରେ ବ୍ୟବସାୟୀ ରାଜାଙ୍କୁ କହିଦେଲେ ଯେ ସେ ତାଙ୍କ ପାଇଁ ବହୁତ ଭାଗ୍ୟବାନ ଏବଂ ସେ ତାଙ୍କୁ ନିଜ ସାଙ୍ଗରେ ଘରକୁ ନେଇ ତାଙ୍କୁ ଖାଇବାକୁ ଦେଲେ। ଖାଇଲା ବେଳେ ରାଜା ବିକ୍ରମାଦିତ୍ୟ ଏକ ଚମତ୍କାର ଜିନିଷ ଦେଖିଲେ। ଗୋଟିଏ ଖୁଣ୍ଟିରେ ଗୋଟିଏ ହାର ଝୁଲୁଥାଏ ଏବଂ ରାଜାଙ୍କର ପ୍ରଥମ ଥର ଖାଇବା ମାତ୍ରେ ଖୁଣ୍ଟିର ହାରକୁ ଧୀରେ ଧୀରେ ଗିଳିବାକୁ ଆରମ୍ଭ କରିଲା ଏବଂ ଖାଇବା ପୂର ସରିବା ବେଳେ ସେହି ଖୁଣ୍ଟିଟି ହାରଟିକୁ ସମ୍ପୂର୍ଣ୍ଣ ଗିଳି ଦେଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖି ରାଜାଙ୍କ ପାଦ ତଳୁ ଭୂମି ଖସିଯିବାକୁ ଲାଗିଲା, କିନ୍ତୁ ସେ ଚୁପ୍ ରହିଲେ। ହଠାତ୍ ଖାଇବା ପରେ ଯେତେବେଳେ ସାହୁକାର ଖୁଣ୍ଟିରୁ ହାର କାଢ଼ିବାକୁ ଗଲେ, ସେତେବେଳେ ସେଠାରେ ହାରଟି ନଥିଲା। ସାହୁକାର ଭାବିଲେ, ଏଠି ତ ବିକା ବ୍ୟତୀତ ଅନ୍ୟ କେହି ନଥିଲେ କି ଏଠାକୁ କେହି ଆସିନଥିଲେ। ଅନ୍ତତଃ ବିକା ହିଁ ତାର
ଚୋରି କରିଛନ୍ତି। ସାହୁକାର ରାଜାଙ୍କୁ ହାର ଚୋରିରେ ଦୋଷାରୋପ କରି ତାଙ୍କ ହାର ଫେରାଇବାକୁ କହିଥିଲେ, କିନ୍ତୁ ରାଜା ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ମହାଶୟ, ମୁଁ ଆପଣଙ୍କର ହାର ଚୋରି କରିନାହିଁ। ମୁଁ ହାରଟିକୁ ଖୁଣ୍ଟି ଗିଳିଥିବାର ଦେଖିଛି। ଆପଣଙ୍କର ହାର ଖୁଣ୍ଟି ଗିଳି ଦେଲା। ଏହାକୁ ଶୁଣି ସାହୁକାର କହିଲେ ଯେ ଖୁଣ୍ଟି କେମିତି ହାରକୁ ଗିଳି ପାରିବ? ଖୁଣ୍ଟି ଗୋଟିଏ ବସ୍ତୁକୁ କିପରି ଗିଳି ପାରିବ? ଦେଖୁ ଦେଖୁ ଏହା ବିବାଦ ବଢ଼ିଗଲା ଏବଂ ସାହୁକାର ଭିକାକୁ ନେଇ ନଗରର ରାଜାଙ୍କ ନିକଟକୁ ନେଇ ତାଙ୍କୁ ସବୁକିଛି କହିଲା। ରାଜା ସବୁ କଥା ଶୁଣିବା ପରେ ଆଦେଶ ଦେଲେ ଯେ ଏହି ବ୍ୟକ୍ତି ଜଣକ ହାର ଚୋରି, ଏଣୁ ଏହାକୁ ନଗର ମଝିରେ ବାନ୍ଧି ହାତ ଓ ଗୋଡ଼ କାଟି ଏହାକୁ ବିକଳାଙ୍ଗ କରି ଦିଆଯାଉ। ରାଜାଙ୍କ ଅନୁମତି ପାଇବା ପରେ ତାଙ୍କ ସୈନ୍ୟମାନେ ବିକ୍ରମାଦିତ୍ୟଙ୍କ ହାତ ଓ ଗୋଡ଼ କାଟି ତାକୁ ଜଙ୍ଗଲରେ ଫିଙ୍ଗିଦେଲେ। ଫଳସ୍ୱରୂପ ରାଜା ବିକ୍ରମାଦିତ୍ୟ ଅକ୍ଷମ ହୋଇଗଲେ ଯାଇଥିଲେ। ବର୍ତ୍ତମାନ ରାଜାଙ୍କର ଅବସ୍ଥା ଏମିତି ହେଲା ଯେ ଯଦି କେହି ତାଙ୍କୁ ଖାଇବାକୁ ଦିଏ ତେବେ ସେହି ଖାଇଲେ, ନଚେତ୍ ସେ ଭୋକିଲା ଓ ଶୋଷିଲା ପଡ଼ି ରହିଥିଲେ। ଏକଦା ରାସ୍ତାରେ ଜଣେ ତେଲି ବିକ୍ରମାଦିତ୍ୟଙ୍କୁ ଦେଖି ତାଙ୍କ ପ୍ରତି ଦୟା କରି ସେ ତାଙ୍କର କ୍ଷତରେ ଲଗାଇବା ପାଇଁ କିଛି ତେଲ ଦେଇଥିଲେ। ସଫଳ ସ୍ୱରୂପ ସେହି ଦିନ ତେଲିର ବ୍ୟବସାୟ ବୃଦ୍ଧି ହେଲା। ଏହିପରି ଦୁଇ ଚୋରି ଦିନ ପର୍ଯ୍ୟନ୍ତ ବ୍ୟବସାୟରେ ବୃଦ୍ଧି ପାଇବା ଯୋଗୁଁ ତେଲ ବିକ୍ରୟାଦିତ୍ୟକୁ ତାଙ୍କ ଘରକୁ ନେଇଥିଲେ। ତେଲ ଘୋଡ଼ା ଉପରେ ବସାଇ ଦେଲେ। ଏହାପରି ଭାବରେ କିଛି ବର୍ଷ ବିତିଗଲା। କିଛି ବର୍ଷ ମଧ୍ୟରେ ଶନିଙ୍କ ଦଶା ମଧ୍ୟ ସମାପ୍ତ ହେଲା। ରାଜା ନିଜର ଦୁଃଖ ଦୂର କରିବାକୁ ସେତେବେଳେ ସେ ମଶାଲରେ ଗାଉଥିଲେ। ଦିନ ରାତିରେ ବର୍ଷାକୁ ଦେଖି ସେ ରାଗ ମଶାଲ ଗାଇବା ଆରମ୍ଭ କଲେ। ତାଙ୍କ ଗୀତ ଶୁଣିବା ପରେ ସେହି ନଗରର ରାଜାଙ୍କ ଝିଅ ତାଙ୍କ ପ୍ରତି ଆକର୍ଷିତ ହେଲା ଏବଂ ଦାସୀକୁ ଡାକି ଖବର ଆଣିବାକୁ କହିଲେ। ଦାସୀ ଯାଇ ଦେଖେ ତ ତେଲି ପେଡ଼ା ଘୋଡ଼ା ଉପରେ ବସି ଜଣେ ବିକଳାଙ୍ଗ ଏହି ରାଗ ଗାଉଛି। ଦାସୀ ପ୍ରସାଦକୁ ଆସି ପୂରା କାହାଣୀ କହିଲା। ସେହି ସମୟରେ ରାଜକୁମାରୀ ସ୍ଥିର କଲେ ଯେ ସେହି ବ୍ୟକ୍ତିଙ୍କୁ ବିବାହ କରିବେ ଯିଏ ଏହି ରାଗ ମଲ୍ଲିକର ଗାଉଛନ୍ତି। ସକାଳେ ଯେତେବେଳେ ଦାସୀ ରାଜକୁମାରୀ ରାଜା ଏବଂ ରାଣୀଙ୍କୁ ତାଙ୍କର ସବୁ କଥା କହିଲା। ସେମାନେ ସବୁ କଥା ଶୁଣିଲା ପରେ କହିଲେ, ପୁତ୍ରୀ, ସେ ଜଣେ ବିକଳାଙ୍ଗ। ତେଲିର ଘଣାରେ ବସି ବଳଦ ମାନଙ୍କୁ ହେ ହେ କରିବା ତାର କାମ। ସିଏ ତୁମକୁ କ'ଣ ଖୁସି ଦେବ? ଆମ କଥା ଶୁଣ ଏବଂ ତୁମ ଜିଦକୁ ଛାଡ଼ି ଦିଅ। ତୁମେ ଜଣେ ରାଜକୁମାରୀଙ୍କୁ ବିବାହ କର, ସେ ତୁମକୁ ବହୁତ ସୁଖ ଦେବ। କିନ୍ତୁ ରାଜକୁମାରୀ ନିଜ ଜିଦରେ ଅଟଳ। ରାଜା ଏବଂ ରାଣୀଙ୍କ ବ୍ୟତୀତ ପରିବାରର ସବୁ ସଦସ୍ୟ ମଧ୍ୟ ରାଜକୁମାରୀଙ୍କୁ ବହୁତ ବୁଝାଇଥିଲେ, କିନ୍ତୁ ରାଜକୁମାରୀ ରାଜି ହୋଇନଥିଲେ। ସେ କହିଥିଲେ ଯେ ଯଦି ମୁଁ ସେହି ବ୍ୟକ୍ତିଙ୍କୁ ବିବାହ ନ କରେ ତେବେ ମୁଁ ମୋର ପ୍ରାଣ ହାରି ଦେବି। ଝିଅର ଜିଦ୍ ଦେଖି ରାଜା ରାଗିଗଲେ। କହିଲେ, ତୁମର ଯଦି ଏହି ଜିଦି, ତାହେଲେ ଯାହା ଇଚ୍ଛା ତାହା କର। ତାପରେ ରାଜା ତେଲିକୁ ଡାକିଲେ ଏବଂ ତାଙ୍କୁ ପୂରା କାହାଣୀ କହିଲେ। ତେଲିକୁ ସେହି ବିକଳାଙ୍ଗ ବ୍ୟକ୍ତିଙ୍କ ସହ ତାଙ୍କ ଝିଅର ବିବାହ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଗଲା। ତାପରେ ରାଜକୁମାରୀ ଓ ବିକ୍ରମାଦିତ୍ୟଙ୍କୁ ବିବାହ କଲେ। ରାତିରେ ଯେତେବେଳେ ରାଜା ବିକ୍ରମାଦିତ୍ୟଙ୍କ ଏବଂ ରାଜକୁମାରୀ ରାଜପ୍ରସାଦରେ ଶୋଇଥିଲେ, ମଧ୍ୟରାତ୍ରିରେ ଶନିଦେବ ବିକ୍ରମାଦିତ୍ୟଙ୍କୁ ସ୍ୱପ୍ନରେ ଦେଖାଦେଲେ। କହିଲେ, ହେ ରାଜା, ମୋତେ ଛୋଟ ବୋଲି କହି ଅପମାନ କରିବାରୁ ଏତେ ଯନ୍ତ୍ରଣା ଓ ଦୁଃଖ ସହିବାକୁ ପଡ଼ିଲା।
ତାପରେ ବିକ୍ରମାଦିତ୍ୟ ନିଜ ସ୍ୱପ୍ନରେ ଶନିଦେବଙ୍କୁ କ୍ଷମା ମାଗିଲେ। ଫଳସ୍ୱରୂପ ଶନିଦେବ ଖୁସି ହେଲେ ଏବଂ ତାଙ୍କୁ ସବୁ ହାତ ଓ ଗୋଡ଼କୁ ଠିକ୍ କରିଦେଲେ। ରାଜାଙ୍କର ଖୁସିର ଠିକଣା ରହିଲା ନାହିଁ। ରାଜା ଶନି ମହାରାଜଙ୍କୁ ଗୁଣଗାନ କଲେ ଏବଂ ନମ୍ର ସ୍ୱରରେ କହିଲେ, ହେ ପ୍ରଭୁ, ମୋତେ ଯେମିତି କଷ୍ଟ ମିଳିଲା ସେମିତି କଷ୍ଟ କୌଣସି ଶତ୍ରୁକୁ ବି ନ ମିଳୁ। ଶନିଦେବ ବିକ୍ରମାଦିତ୍ୟଙ୍କୁ ପ୍ରାର୍ଥନା ରକ୍ଷା କରିବାକୁ ଯାଇ କହିଲେ, ମୋର କଥାକୁ ଯିଏ ପଢ଼ିବ ବା ଶୁଣିବ ସିଏ ସମସ୍ତ କଷ୍ଟର ମୁକ୍ତି ଲାଭ କରିବ। କିନ୍ତୁ ଶନିବାର ଦିନ ମୋର ଧ୍ୟାନ କରିବ, ମୋତେ ତେଲ ଅର୍ପଣ କରିବ କିମ୍ବା ପିମ୍ପୁଡ଼ିକୁ ଅଟା ଖାଇବାକୁ ଦେବ, ତାର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଏହା କହି ଶନିଦେବ ଅଦୃଶ୍ୟ ହୋଇଗଲେ। ରାଜକୁମାରୀ ଦିନରୁ ଉଠି ରାଜାଙ୍କ ହାତ ଓ ପାଦ ଦେଖି ଆଶ୍ଚର୍ଯ୍ୟ ହୋଇଗଲା। ସେତେବେଳେ ବିକ୍ରମାଦିତ୍ୟ ତାଙ୍କ ସବୁ କିଛି କହିଥିଲେ। ରାଜକୁମାରୀ ବହୁତ ଖୁସି ହେଲେ। ଏହା ଖବର ତୁରନ୍ତ ସମଗ୍ର ରାଜ୍ୟରେ ବ୍ୟାପିଗଲା। ଏହା ସମସ୍ତେ ରାଜକୁମାରୀଙ୍କୁ ଭାଗ୍ୟବାନ ବୋଲି କହିବା ଆରମ୍ଭ କଲେ। ଯେତେବେଳେ ସାହୁକାର ବ୍ୟବସାୟୀ ଏହା ଶୁଣିଲେ ଏବଂ ଜାଣିବାକୁ ପାଇଲେ ଯେ ସେହି ବ୍ୟକ୍ତି ଜଣେ ସାଧାରଣ ବ୍ୟକ୍ତି ନୁହେଁ, ସେ ରାଜା ବିକ୍ରମାଦିତ୍ୟଙ୍କ ସେ ତାଙ୍କ ପାଦ ତଳେ ପଡ଼ି ନିଜ ଭୁଲ ପାଇଁ କ୍ଷମା ମାଗିବାକୁ ଲାଗିଲେ। ରାଜା ବିକ୍ରମାଦିତ୍ୟ କହିଲେ, ଏଥିରେ ତୁମର କୌଣସି ଦୋଷ ନାହିଁ। ମୁଁ ଶନିଦେବଙ୍କ କ୍ରୋଧର ଶିକାର ହୋଇଥିଲି। ସାହୁକାର କହିଲେ, ବର୍ତ୍ତମାନ ଆପଣ ଯେତେବେଳେ ମୋ ବାସଭବନକୁ ଆସି ଭୋଜନ କରିବେ ସେତେବେଳେ ମୋ ଆତ୍ମାକୁ ଶାନ୍ତି ମିଳିବ। ଠିକ୍ ଅଛି, ମୁଁ ଆସିବି। ରାଜା ବିକ୍ରମାଦିତ୍ୟ କହିଲେ ଏବଂ ରାତ୍ରି ଭୋଜନ କରିବାକୁ ସେ ସାହୁକାର ଉପରେ ପହଞ୍ଚିଥିଲେ। ସେଠାରେ ଖାଇବା ସମୟରେ ପୁଣି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା ଯେ ଖୁଣ୍ଟି ହାର ଗିଳିଥିଲେ ସେହି ଖୁଣ୍ଟି ଏବେ ପୁଣି ଥରେ ସେହି ହାର ବାହାର କରିଲା। ଗାଇବା ପରେ ସାହୁକାର କହିଲେ, ରାଜା, ମୋର ଶ୍ରୀକର୍ମର ନାମ ଗୋଟିଏ ଝିଅ ଅଛି। ଆପଣ ତାର ପାଣି ଗ୍ରହଣ କରନ୍ତୁ। ଏହା ପରେ ସେ ତାର ରୂପ ଗୁଣ ସମ୍ପନ୍ନ ଝିଅକୁ ରାଜା ବିକ୍ରମାଦିତ୍ୟଙ୍କ ସହିତ ଆଡମ୍ବରରେ ବିବାହ କରାଇଥିଲେ। ରାଜା ବିକ୍ରମାଦିତ୍ୟ ସେଠାରେ କିଛି ଦିନ ରହିବା ପରେ ସେଠାରୁ ବିଦାୟ ନେଇ ରାଜକୁମାରୀ ମନୋଭାବତୀଙ୍କ ଏବଂ ସାହୁକାର ଝିଅ ଶ୍ରୀକମ୍ଭରୀକୁ କଥା ଉଭୟ ସ୍ଥାନକୁ ବହୁ ଯତ୍ନ ଅଳଙ୍କାର, ପୁରୁଷ ଓ ମହିଳା ଦାସ ଦାସୀଙ୍କୁ ନେଇ ଉଜ୍ଜୟିନୀକୁ ଫେରିଥିଲେ। ସେ ପହଞ୍ଚିବା ପରେ ସମସ୍ତେ ବହୁତ ଖୁସି ହୋଇଥିଲେ ଏବଂ ସାରା ରାଜ୍ୟରେ ଉତ୍ସବ ପାଳନ କରାଯାଇଥିଲା। ରାଜା ତାଙ୍କ ରାଜ୍ୟର ଘୋଷଣା କରିଲେ, ଯେଉଁ ସମସ୍ତ ସମଗ୍ରଙ୍କ ମଧ୍ୟରେ ଶନିଦେବ ଶ୍ରେଷ୍ଠ ଏବଂ ବଡ଼, ମୁଁ ତାଙ୍କୁ ଛୋଟ ବୋଲି କହିଲି। ତେଣୁ ମୋତେ ଏତେ ଦିନ ଧରି ଏତେ କଷ୍ଟ ଭୋଗ କରିବାକୁ ପଡ଼ିଲା। ସେହିଦିନ ଠାରୁ ତାଙ୍କ ରାଜ୍ୟରେ ସମସ୍ତେ ଶନିଦେବଙ୍କୁ ପୂଜା କରିବା ଆରମ୍ଭ କଲେ। ସମସ୍ତଙ୍କ ଘରେ ଶନିଦେବଙ୍କ କାହାଣୀ ପଢ଼ିବା ଆରମ୍ଭ କରିଦେଲେ, ଯେଉଁଥିରେ ପାଇଁ ଉଜ୍ଜୟିନୀ ସହରର ବାସିନ୍ଦାମାନେ ସମସ୍ତେ ଖୁସି ଉପଭୋଗ କରିବାକୁ ଲାଗିଲେ। ଉଠାଇବାକୁ ଗଲା ଦେଖିଲା ସେ ଖାଇବା ପିଇବା ବନ୍ଦ କରି ଖଟ ଉପରେ ଶୋଇ ରହି କାନ୍ଦୁଥିଲେ। ଦାସୀ ରାଜକୁମାରୀଙ୍କ ଆସି ଅବସ୍ଥା ଦେଖିବା ପରେ ଉଭୟ ଭୀତ ହୋଇଗଲେ। ସେ ସଙ୍ଗେ ସଙ୍ଗେ ରାଜା ଏବଂ ରାଣୀଙ୍କ ନିକଟକୁ ଯାଇ ସେମାନଙ୍କୁ ସବୁ କିଛି କହିଲା। ରାଜା ଏବଂ ରାଣୀ ସଙ୍ଗେ ସଙ୍ଗେ ରାଜକୁମାରୀଙ୍କ ନିକଟକୁ ଯାଇ ତାଙ୍କୁ ଦୁଃଖର କାରଣ ପଚାରିଲେ। ରାଜକୁମାରୀ, ତୁମେ ଉପବାସରେ କାହିଁକି ଅଛ? ତୁମେ କ'ଣ ପାଇଁ ଦୁଃଖୀ? ତୁମର ଯାହା ଯନ୍ତ୍ରଣା ଆମକୁ କୁହ, ଆମେ ତୁମକୁ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଚେଷ୍ଟା କରିବୁ।